ଯେଖେନେ ସାଙ୍ଗମାନେ ଚାଲନ୍ତୁ ଆଉ ଗୋଟେ ସୁନ୍ଦର ବ୍ଲଗକୁ ମୋର ସ୍ୱାଗତ କରୁଛି। ଏଠି ଚାଲନ୍ତୁ ବନେଇବା ଏବେ ସିମେଇ ଉପମା। ସିମେଇ ଉପମା ଏପଟେ ବସେଇଛି, ମୁଁ ଏପଟେ ଟିକେ ସ୍ପେଶାଲ ଚା ବନଉଛି, ଶୀତଦିନ ଟିକେ ପିଇବାକୁ ଇଚ୍ଛା ହେଲା। ଏଠି ସିମେଇ ଉପମା ତାଙ୍କ ପାଇଁ ରେଡ଼ି କରି ନେଇକି ପଳେଇ ଆସିଛି। ଟିକେ ଆଜି ଟିକେ ବେଶୀ ସିଝିଗଲା। ତାପରେ ଟିକେ ଆଜି ଖରାବେଳେ ଆମର ହେଇଥିଲା ଲଞ୍ଚରେ କ'ଣ ପଖାଳ ଭାତ, କଲରା ଭଜା, ଶୁଖୁଆ ଆଉ ବଡ଼ି ଚୁରା। ଆଜି ଭାତ ଗୁରା ସବୁବେଳେ କେହି ବଳି ଯାଉଛି, କେହି ଖାଉନାହାନ୍ତି। ସେ ନେଇ ଆଜି ଆଉ କହିଲେ ନା ରୋଷେଇ କରିବା ନେଇ ଆଜି ପଖାଳ ଚଳେଇଦେବ। ମୁଁ କହିଲି ମୋର ଶୁଖୁଆ ଅଛି ତ ମୋର ଚଳିଯିବ, ସେ କଲରା ଭଜା ମାରୁ ବୋଲି କିଏ ଖାଉଛି ନ ଖାଉଛି ଛାଡ଼, ମୋର ଶୁଖୁଆ ଥିଲା ତ ମୋର ଏଠି ହେଇଗଲା ଆରାମସେ। ଭାତ ମୁଣ୍ଡେ ଖାଇଲା ପରେ ମୋ ପୁଅ ଆସି ପହଞ୍ଚିଗଲାଣି। କିନ୍ତୁ ମୁଁ କେମିତି ମୁହଁ କରି ଆସୁଛି, ଆଉ ଏତେ ଲେଟ୍ ହେଇଗଲା। ସେ ଗାଡ଼ିବାଲା ଏମିତି କଲା ସେମିତି କଲା। ମୁଁ କହିଲି ଚାଲ ଟିକେ ଗରମ ଗରମ ମ୍ୟାଗି କରିଦେବି ଆଜି ଖାଇବି। ତାର ଏଇ ରିସେଣ୍ଟ ଏଇନା ପୁରା ଫେଭରେଟ୍ ହେଇଯାଇଛି ମ୍ୟାଗିଟାରେ ସିଝା ଅଣ୍ଡା ଦେବୁ। ମୁଁ କହିଲି ହଉ ଠିକ୍ ଅଛି। ଆଉ ତ ଅଲଗା କରି ଦେଇଥିଲି ଦୁଇଟା ସିଝା ଅଣ୍ଡା ସେପାରେଟ୍ ଆଉ ମ୍ୟାଗି ତାକୁ ଖାଉଥିଲା ମିଶେଇ, ଭଲ ଲାଗିଥିଲା। ମାମା ମୋତେ ସେମିତି ବନେଇ ଦେବୁ ଫରମାଇଶ। ମୁଁ କହିଲି ଠିକ୍ ଅଛି। ଆଉ ଅଣ୍ଡା ଗୁଡ଼ା ତାକୁ ତାପରେ ପିସ୍ ପିସ୍ କରି କାଟିକି ତା ଉପରେ ପକେଇ ଦେଇଛି। ଇଏ ମ୍ୟାଗି ସାଙ୍ଗରେ ସିଝା ଅଣ୍ଡା ତାକୁ ଭଲ ଲାଗୁଛି। ଆଉ ମୁଁ କହିଲି ଆଉ ଭଲ, ଆଉ ଖା, ଆଉ ଭଲ ବି, ଆଉ ହେଲ୍ଦି ୱେରେ ହେଇଗଲା ଏଟା। ଆଉ ମ୍ୟାଗିଟା ଉପରେ ଅଣ୍ଡା ପଡ଼ିଗଲା, ଖାଇଦେ। ନା ହଉ ଠିକ୍ ଅଛି। ମୋ ପୁଅର ଭଲ, ମ୍ୟାଗିରେ ତାର ପିଆଜ ଫିଆଜ କିଛି ପଡ଼ିବନି, ତାର କିଛି ଫ୍ୟାନ୍ସି ମ୍ୟାଗି କରିବା ଦରକାର ନାହିଁ, ଯାହା କରିଦେବ ଟିକେ ସେ ଖାଇଦେବ। ଯେହେତୁ ଆଜି ବଉଳ ଅମାବାସ୍ୟା ତ ଆମର ଆଜି ଘରେ ପିଠା ହେଉଛି ଛେନା ନଡ଼ିଆ ପୁର ପିଠା। ମୁଁ ଖାଲି ଅଟାଟା ଚକୁଡ଼ିବି, ମୋତେ ଏମିତି ଗଢ଼ି ଆସେନା। ଦିଦି ଆଉ ବୋଉ ହେଇକା ଗଢ଼ିବେ। ଦେଖନ୍ତୁ କେତେ ଏଠି ଗଢ଼ାଗଢ଼ି କଲା। ମୋତେ ଟିକେ ଗୋଲ ଗୋଲ ଟିକେ ବନେଇ ଆସେ, ତଥାପି ସେଭ୍ ହୁଏ ନା ତ ଭଲ ସେ ମୁଁ ବନାଏ ନା। ଏଠି ଆଳୁ ମଟର କୋବି ହେବ। ଆଉ ଏଠି ଅଧା ହେଇଗଲାଣି ପିଠା। ଆଉ ଏଠି ବିରି ପୁର ବି ହେବ। ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେ।